ଭଗବାନ କହିଛନ୍ତି କି କେବେ ବି ଦୁନିଆର ଲୋକଙ୍କ କଥାରେ ନିଜକୁ ଦୁଃଖୀ କରନ୍ତୁ ନାହିଁ। ଲୋକମାନେ କ'ଣ କହୁଛନ୍ତି ସେଇଟା ତାଙ୍କର ଚିନ୍ତାଧାରା ଉପରେ ନିର୍ଭର କରେ। ଆଉ ଆପଣ ଯଦି ତାଙ୍କ କଥା ଶୁଣି ଦୁଃଖୀ ହେଉଛନ୍ତି ତାହେଲେ ଆପଣଙ୍କ ଠାରୁ ମୂର୍ଖ ଆଉ କେହି ବି ନାହାନ୍ତି। ଆପଣ ଯଦି ସବୁ ଲୋକଙ୍କ ଆଲୋଚନା ପ୍ରତି ଧ୍ୟାନ ଦେବେ ତାହେଲେ ନିଜର ଶାନ୍ତି ନିଜେ ହଜେଇ ଦେବେ। ମନେ ରଖନ୍ତୁ, ଆପଣ ସବୁବେଳେ ଚେଷ୍ଟା କରନ୍ତୁ ପଦ୍ମ ଫୁଲ ପରି ହବା ପାଇଁ। ପଦ୍ମ ଫୁଲ ଯେମିତି ପଙ୍କ ଭିତରେ ଥାଇକି ବି ଫୁଟିଥାଏ ଆଉ ନିଜର ସୁଗନ୍ଧକୁ ଚାରିଆଡ଼େ ବିତରଣ କରିଥାଏ, ସେମିତି ଆପଣମାନେ ଯେତେ ବି ଜଟିଳ ପରିସ୍ଥିତି ହଉନା କାହିଁକି ଆପଣ ନିଜର ବିଶେଷତାକୁ କେବେ ବି ହରେଇବେ ନାହିଁ। ଆପଣ ନିଜର କର୍ମ କରିଚାଲନ୍ତୁ ଆଉ ପରିଣାମ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। କାରଣ ସଫଳତା ତାକୁ ହିଁ ମିଳିଥାଏ ଯିଏ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନବରତ ଚେଷ୍ଟା ଚଲେଇଥାଏ। ଯଦି କେହି ଆପଣଙ୍କୁ ନକାରାତ୍ମକ କଥା କହୁଛନ୍ତି ତାହେଲେ ତାଙ୍କ କଥା ଉପରେ ଜମା ବି ଗୁରୁତ୍ୱ ଦିଅନ୍ତୁ ନାହିଁ। ସବୁବେଳେ ଚେଷ୍ଟା କରନ୍ତୁ ହସି ହସି ଆଗକୁ ବଢ଼ିବା ପାଇଁ ଆଉ ନିଜ ମନକୁ ଦୃଢ଼ ରଖିବା ପାଇଁ। ଓମ୍ ଶାନ୍ତି।